ଶାଶ୍ୱତ ଝରଣା ୟୁଟ୍ୟୁବ୍ ଚ୍ୟାନେଲକୁ ସମସ୍ତ ଭବ୍ୟ ଶ୍ରୋତା ଓ ଦର୍ଶକମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଏବଂ ନମସ୍କାର। ଆଜିର ବିଷୟ ହେଲା ନିଜର ପସନ୍ଦ ଅନୁସାରେ ଜୀବନସାଥୀ ପାଇବା ପାଇଁ ରାଶି ଅନୁସାରେ ପୂଜା। ପ୍ରଥମେ ହେଲା ମେଷ ରାଶି। ମେଷ ରାଶିର ବ୍ୟକ୍ତିମାନେ ମଙ୍ଗଳା ଗୌରୀ ପୂଜା କରିବେ। ବୃଷ ରାଶିର ବ୍ୟକ୍ତିମାନେ ରାଧାକୃଷ୍ଣଙ୍କୁ ପୂଜା କରିବେ। ମିଥୁନ ରାଶିର ବ୍ୟକ୍ତିମାନେ ପ୍ରତି ଗୁରୁବାର ବ୍ରତ ରଖିବେ ଏବଂ ସତ୍ୟନାରାୟଣ ପୂଜା କରିବେ। କର୍କଟ ରାଶିର ବ୍ୟକ୍ତିମାନେ ସୀତାମାତାଙ୍କୁ ଏବଂ ହନୁମାନଙ୍କୁ ପୂଜା କରିବେ। ସିଂହ ରାଶିର ବ୍ୟକ୍ତିମାନେ ମଙ୍ଗଳା ଗୌରୀ ପୂଜା କରିବେ। କନ୍ୟା ରାଶିର ବ୍ୟକ୍ତିମାନେ ଶିବ ପାର୍ବତୀଙ୍କୁ ପୂଜା କରିବେ। ତୁଳା ରାଶିର ବ୍ୟକ୍ତିମାନେ ମଧ୍ୟ ଶିବ ପାର୍ବତୀଙ୍କୁ ପୂଜା କରିବେ। ବିଛା ରାଶିର ବ୍ୟକ୍ତିମାନେ ରାଧାକୃଷ୍ଣଙ୍କୁ ପୂଜା କରିବେ। ଧନୁ ରାଶିର ବ୍ୟକ୍ତିମାନେ ବୃହସ୍ପତି ଏବଂ ଗୁରୁଙ୍କୁ ପୂଜା କରିବେ, ଗୁରୁଦେବଙ୍କୁ ପୂଜା କରିବେ। ମକର ରାଶିର ବ୍ୟକ୍ତିମାନେ କାଳୀ ମାତାଙ୍କର ପୂଜା କରିବେ ଏବଂ କୁମ୍ଭ ରାଶିର ବ୍ୟକ୍ତିମାନେ ସୂର୍ଯ୍ୟଙ୍କୁ ଉପାସନା କରିବେ ବା ପୂଜା କରିବେ। ଏବଂ ଶେଷରେ ମୀନ ରାଶିର ବ୍ୟକ୍ତିମାନେ ଭଗବତୀ ଗୌରୀ ପୂଜା କରିବେ। ଧନ୍ୟବାଦ ଏବଂ ନମସ୍କାର।